नमस्कार। ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଏହି ଭିଡିଓରେ ଆମେ ଆଲୋଚନା କରିବା ଯେ ଫୋର ୱାନ୍ ବି ର ମାନୁଆଲ ନମ୍ବର 15ରେ ବା ପ୍ରକଟୀକରଣ 15ରେ ଜଣେ ପବ୍ଲିକ ଇନଫର୍ମେସନ ଅଫିସର ହିସାବରେ କୋଉ କୋଉ ତଥ୍ୟ ଆମେ ପ୍ରତିପାଦନ ବା ରିଫିଲ୍ କରିବା ଦରକାର ବା ପ୍ରୋଆକ୍ଟିଭ ଡିସକ୍ଲୋଜରରେ ଆମେ ତାକୁ ତଥ୍ୟ ପ୍ରକଟୀକରଣ କରିବା ଦରକାର ଏବଂ ଜଣେ ସିଟିଜେନ ହିସାବରେ ମୁଁ କୋଉ କୋଉ ତଥ୍ୟ ଏଇ ମାନୁଆଲ ନମ୍ବର ପାଇବା ଅଭିଳାଷୀ ସେ ବିଷୟରେ ହିଁ ଅଭିଳାଷୀ ହେବା ଦରକାର। ତେବେ ଚାଲନ୍ତୁ ଏଇ ଯୋଉ ମାନୁଆଲ ନମ୍ବର କଣ କହୁଛି ଏବଂ ମାନୁଆଲ ନମ୍ବର 15ରେ ଆପଣଙ୍କର କଣ କଣ ତଥ୍ୟ ଆମେ ପିଆଇ ହିସାବରେ ଦେଇପାରିବା ଏବଂ ଆମେ ସିଟିଜେନ ହିସାବରେ କୋଉ କୋଉ ତଥ୍ୟ ପାଇବା ପାଇଁ ଅଭିଳାଷୀ ହେବା ସେ ଉପରେ ଆମେ ଆଲୋଚନା କରିବା। ତ ପ୍ରଥମେ ମାନୁଆଲ ନମ୍ବର 15 କହୁଛି ପାର୍ଟିକୁଲାର୍ସ ଅଫ ଫ୍ୟାସିଲିଟିଜ ଆଭେଲେବୁଲ ଟୁ ସିଟିଜେନ ଫର ଅବଟେନିଂ ଇନଫର୍ମେସନ। ଗୋଟେ ଇନଫର୍ମେସନ ପାଇବା ପାଇଁ ସେହି ଅଫିସରେ କଣ କଣ ଏଭେଲେବୁଲ ଫ୍ୟାସିଲିଟି ଗୁଡାକ ଅଛି ଯୋଉ ଫ୍ୟାସିଲିଟିରୁ ସେମାନେ ସେଇ ଇନଫର୍ମେସନ ବା ତଥ୍ୟଟି ଗ୍ରହଣ କରିପାରିବା ଆମେ ସିଟିଜେନ ହିସାବରେ ପାଇପାରିବା ବା ପବ୍ଲିକ ଇନଫର୍ମେସନ ଅଫିସର ଯାହା ତଥ୍ୟ ଦେବେ ଏଇ ଯୋଉ ମାଧ୍ୟମରେ ବା ଏଭେଲେବୁଲ ଯୋଉ ଅଛି ଆପଣଙ୍କର ଫ୍ୟାସିଲିଟି ଅଛି ବା ଯୋଉ ସବୁ ଫ୍ୟାସିଲିଟି ଗୁଡା ଦେଇଛନ୍ତି ସିଟିଜେନ ମାନଙ୍କୁ ତ ସେଥିରୁ ଆମେ ସିଟିଜେନ ହିସାବରେ କଣ କଣ ପାଇପାରିବା ସେ ଉପରେ ଆଲୋଚନା କରୁଛେ। ପ୍ରଥମେ ଦେବେ ମାନୁଆଲ ନମ୍ବର 15ରେ ନା ଅଫିସ ଲାଇବ୍ରେରୀ ଯଦି କିଛି ଲାଇବ୍ରେରୀ ବା ମାଗାଜିନ୍ ପଢିବା ବା ଆପଣଙ୍କର ସେମିତି କିଛି ପତ୍ର ପତ୍ରିକା ପଢିବାର କିଛି ବ୍ୟବସ୍ଥା ଅଛି ବା ସୁବିଧା ଉପଲବ୍ଧ ଅଛି ତାକୁ ଆପଣ ମାନେ ମେନସନ କରିଦେବେ ଲାଇବ୍ରେରୀ ଅଛି। ଆଉ ଏଇ ସମୟରେ ଏଇ ସମୟରେ ଆପଣଙ୍କ ପଢିବା ପାଇଁ ସିଟିଜେନ ମାନଙ୍କୁ କଣ ସମୟ ଦିଆହଉଛି। ଡ୍ରାମା ଆଣ୍ଡ ଶୋ ଆପଣଙ୍କର ପବ୍ଲିକ ଅଥରିଟି ତରଫରୁ କଣ ଡ୍ରାମା ଆଣ୍ଡ ଶୋ କରାହଉଛି କି କଲଚରାଲ ପ୍ରୋଗ୍ରାମ କରାହଉଛି କି କୌଣସି ଶିକ୍ଷଣୀୟ ଉପରେ ବା ସାମାଜିକ କୁ ଆପଣଙ୍କର ସାମାଜିକ ସଂସ୍କୃତିକୁ ବଢେଇବା ପାଇଁ କଣ କିଛି ଡ୍ରାମା ବା କାଲଚରାଲ ପ୍ରୋଗ୍ରାମ କରାହଉଛି ଯଦି କରାହଉଛି ସେଇଟା ମଧ୍ୟ ଦର୍ଶାଇବେ। ପ୍ରିଣ୍ଟ ମିଡିଆ ଆପଣଙ୍କର ଯାହା ନ୍ୟୁଜ ପତ୍ର ପ୍ରିଣ୍ଟ ମିଡିଆ ବା ଆପଣଙ୍କର ଯାହା କିଛି ଅଛି ସେଇ ପ୍ରିଣ୍ଟ ମିଡିଆ ଅଛି ସମ୍ବାଦ ଆସୁଛି ପ୍ରିଣ୍ଟ ଆପଣଙ୍କର ଯାହା ଅଛି ଯାହା ଆପଣଙ୍କର ପ୍ରିଣ୍ଟ ମିଡିଆରେ ଆସୁଛି ପତ୍ର ପତ୍ରିକା ଯାହା ପଢି ହେଇପାରୁଛି ତାର ବିଷୟବସ୍ତୁ ତାର URL ମଧ୍ୟ ଆପଣ ଦେଇପାରିବେ ଯଦି ଅଛି ଯାହାକୁ ଆପଣଙ୍କର ରିଲେଟେଡ ପବ୍ଲିକ ଅଥରିଟି ବା ରିଲେଟେଡ ଅଫିସ ଗୁଡାକରେ ଏଇ ତଥ୍ୟ ଯାହାର ଅଛି ସେମାନେ ଦେବେ। ଏକ୍ଜିବିସନ ଆପଣଙ୍କର ଅଫିସ ତରଫରୁ ଏକ୍ଜିବିସନ କଣ୍ଡକ୍ଟ କରାହଉଛି ବା କୋଉ ଅଫିସ କେବେ କରାହଉଛି କୋଉ ଜାଗାରେ କରାହବ କେବେ କରାହବ ଆଉ କୋଉ ମାନଙ୍କ ପାଇଁ ଏକ୍ଜିବିସନ ଟି ପ୍ରଯୁଜ୍ୟ ଅଟେ ତାର ବିବରଣୀଟି ଆପଣ ଦେଇଦେବେ। ନୋଟିସ ବୋର୍ଡ ଆପଣ ମାନେ ସିଧାସଳଖ ଏଇଟା ସମସ୍ତେ ଜାଣିଛନ୍ତି ଜଣେ ସିଟିଜେନ ଯେକୌଣସି ଗୋଟେ ପବ୍ଲିକ ଅଥରିଟି ପାଖକୁ ଗଲେ ଆମେ ସିଟିଜେନ ହିସାବରେ ଆମେ ପ୍ରଥମେ ଦେଖୁଛୁ କଣ ନା ନୋଟିସ ବୋର୍ଡରେ କଣ କଣ ଇନଫର୍ମେସନ ଅଛି ତେଣୁ ନୋଟିସ ବୋର୍ଡ ଟି ଆପଣ ଦେବେ। ନୋଟିସ ବୋର୍ଡରେ ଇନଫର୍ମେସନ ଦିଆହଉଛି ନୋଟିସ ବୋର୍ଡ ଅଛି ଏଭେଲେବୁଲ ଫ୍ୟାସିଲିଟି ଅଛି ନୋଟିସ ବୋର୍ଡ। ତାପରେ ଇନ୍ସପେକ୍ସନ ଅଫ ରେକର୍ଡ ଇନ ଦ ଅଫିସ ଅଫିସରେ ଯୋଉ ରେକର୍ଡ ଗୁଡାକ ଆପଣ ଡାକୁଛନ୍ତି ବେଳେ ବେଳେ ସିଟିଜେନ ମାନଙ୍କୁ ଇନ୍ସପେକ୍ସନ କରିବା ପାଇଁ ସେଇ ଯୋଉ ଇନ୍ସପେକ୍ସନ କରିବାର ଯୋଉ ଅଛି ଆପଣଙ୍କର ଖାତା ବା ଆପଣଙ୍କର ରେଜିଷ୍ଟର ସେଇଟା ସମସ୍ତଙ୍କ ପାଇଁ ଉପଲବ୍ଧ ଅଟେ ସମସ୍ତେ ଦେଖିପାରିବେ ତାର ବିଷୟଟି ଆପଣ ଏଠି ରିଫ୍ଲେକ୍ଟ କରିବେ। ସିଷ୍ଟମ ଅଫ ୟୁଜିଂ ଅଫ କପିଜ ଅଫ ଡକ୍ୟୁମେଣ୍ଟସ କୋଉ ଆଧାରରେ କେମିତି ଆପଣଙ୍କର ସିଷ୍ଟମଟା ୟୁଜ କରାହଉଛି ଡକ୍ୟୁମେଣ୍ଟ ଇଏ କରିବା ପାଇଁ ବା କପିଜ ପାଇବା ପାଇଁ ଇସ୍ୟୁ କରିବା ପାଇଁ ବା ଡକ୍ୟୁମେଣ୍ଟ ଇସ୍ୟୁ କରିବା ପାଇଁ କଣ କଣ ପ୍ରୋସିଜିଓର ଫଲୋ କରାହଉଛି କୋଉ ପ୍ରୋସିଜିଓରରେ ଆପଣମାନେ ଦଉଛନ୍ତି ତାର ସମସ୍ତ ପ୍ରୋସିଜରାଲ ପ୍ରୋସେସଟା ଆପଣମାନେ ଦେବେ। ୱେବସାଇଟ୍ ଅଫ ଦ ପବ୍ଲିକ ଆପଣମାନେ କିଛି ଇନଫର୍ମେସନ ୱେବସାଇଟରେ ଛାଡିଛନ୍ତି ଯୋଉ ୱେବସାଇଟ ଯୋଉ ଇନଫର୍ମେସନ କି ଅପଡେଟ ଅଛି ତାହେଲେ ସେ ୱେବସାଇଟ ର URL ଦେଇଦେବେ ଏଇ ୱେବସାଇଟ ରେ ଏଇ ତଥ୍ୟ ଗୁଡିକ ଉପଲବ୍ଧ ଅଟେ। ତାପରେ ଆପଣଙ୍କର ଅଦର ମିନ୍ସ ଅଫ ଆଡଭାର୍ଟାଇଜିଂ ଯଦି କିଛି ଆଡଭାର୍ଟାଇଜିଂ ଅଛି କୋଉ ଉପରେ ଯଦି ଆପଣ ଆଡଭାର୍ଟାଇଜ କରୁଛନ୍ତି ଯେକୌଣସି ଗୋଟେ ବିଜ୍ଞାପନ ପ୍ରଦାନ କରୁଛନ୍ତି ତାହେଲେ ସେ ବିଜ୍ଞାପନ ପ୍ରଦାନ କରିବାର ବିଷୟବସ୍ତୁ ମଧ୍ୟ ଏଇ ମାନୁଆଲ ନମ୍ବର 15ରେ ଆପଣମାନେ ପ୍ରତିପାଦନ କରିବା ରିଫ୍ଲେକ୍ଟ କରିବେ। এইটা হচ্ছে আপনার ମାନୁଆଲ ନମ୍ବର 15 ଯୋଉ ତଥ୍ୟ ଗୁଡାକ ଆମେ ପବ୍ଲିକ ଇନଫର୍ମେସନ ଅଫିସର ଦେଇପାରିବା ଏବଂ ଆମେ ସିଟିଜେନ ହିସାବରେ ଏଇ ଇନଫର୍ମେସନ ହିଁ ଏଇ ମାନୁଆଲରୁ ପାଇବା ପାଇଁ ଅଭିଳାଷୀ ହେଇପାରିବା। ଭିଡିଓଟି ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଏଇ ଭିଡିଓକୁ ଆପଣମାନେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ କରିବେ ପରବର୍ତ୍ତୀ ଭିଡିଓ ଦେଖିବା ପାଇଁ। ନମସ୍କାର।